ଅଗ୍ରଣୀ ସାହିତ୍ୟ ସଂଗଠନ ତିହିଡି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ତିହିଡି ସୈନିକ ସ୍କୁଲ ପରିସରରେ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ 136ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କବି କୃପାସିନ୍ଧୁ ମହାନ୍ତିଙ୍କ ସଞ୍ଚାଳନରେ ଅନୁଷ୍ଠିତ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତ୍ୟାଗଭୂମି ସଭାପତି ଅଜୟ ନାୟକ ଯୋଗଦେଇ କେବଳ ବନ୍ଦେ ଉତ୍କଳ ଜନନୀ ନୁହେଁ, ବଙ୍ଗଳାରେ ରବୀନ୍ଦ୍ର ସଙ୍ଗୀତ ପରି ଓଡ଼ିଶାରେ କାନ୍ତ ସଙ୍ଗୀତ ସର୍ବତ ଗାନ ହେବା ଉଚିତ ବୋଲି କହିଥିଲେ। ମୁଖ୍ୟ ବକ୍ତା ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗଦେଇ କାନ୍ତ କବିଙ୍କ ସାରସ୍ୱତ ସମ୍ପଦର ବହୁବିଧ ଦିଗ ଉପରେ ଆଲୋଚନା କରିଥିଲେ। ମଞ୍ଚର ଉପଦେଷ୍ଟା ଡକ୍ଟର ବିଶ୍ୱରଞ୍ଜନ ଦାସ କାନ୍ତ କବିଙ୍କ କବିତାରେ ବୈଷ୍ଣବ ଚେତନା ଉପରେ ଆଲୋକପାତ କରିଥିଲେ। ଯୁବକବି ନିରଞ୍ଜନ ବାରିକ ମଞ୍ଚ ଆହ୍ୱାନ କରିଥିବା ବେଳେ ଆଇନଜୀବୀ ନୀଳମାଧବ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଗାଳ୍ପିକ କୈଳାସ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଯୁବକବି ମନୋଜ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ 40 ଜଣ କବି କାନ୍ତ କବିଙ୍କ ଜୀବନ ଦର୍ଶନ ସହ ଜଡ଼ିତ କବିତା ପାଠ କରିଥିଲେ। ସଦସ୍ୟ ତପନ ହାତୀ, ସୁବ୍ରତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଯୋଜକ କବି ବିସ୍ମୟ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।